ଆଜିର ତାଜା ଖବର। ଭାରତ 3-1 ଶୃଙ୍ଖଳା ଜିତିଲା। ତିଳକ ବର୍ମା ଓ ସଞ୍ଜୁ ସାମସନ୍ ବିଶ୍ୱ ରେକର୍ଡ କଲେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି20 ଶୃଙ୍ଖଳାକୁ ଭାରତ 3-1 ଜିତି ନେଇଛି। ଶୁକ୍ରବାର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍ରେ ରେକର୍ଡ ବର୍ଷା ସହ 153 ରନ୍ର ବୃହତ୍ ବିଜୟ କାରଣରୁ ଏହି ସଫଳତା ଆଣିଛି ସୂର୍ଯ୍ୟକୁମାର ଯାଦବଙ୍କ ଦଳ। ଭାରତର 283 ରନ୍ ଜବାବରେ ଘରୋଇ ଦଳ 148 ରନ୍ କରିଥିଲା। ଟସ୍ ଜିତି ବ୍ୟାଟିଂ କରିବା ପରେ ସଞ୍ଜୁ ସାମସନ୍, ତିଳକ ବର୍ମା ମିଳିତ ଭାବେ ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ କରିଥିଲେ। ପ୍ରଥମ ଓଭରରେ ଜୀବନ ଦାନ ପାଇବା ପରେ ଅଭିଷେକ ଶର୍ମା ଦ୍ରୁତ ରନ୍ ସଂଗ୍ରହ କରି ଏକମାତ୍ର ଖେଳାଳି ଭାବେ ଆଉଟ୍ ହୋଇଥିଲେ। ଏହାପରେ ସଞ୍ଜୁ ଓ ତିଳକ ଚୌକା ଛକା ବର୍ଷା କରି ନୂଆ ନୂଆ ରେକର୍ଡ କରି ଚାଲିଥିଲେ। 28 ବଲ୍ର ଅର୍ଦ୍ଧଶତକ ଅର୍ଜନ କରିଥିବା ସଞ୍ଜୁ ପରବର୍ତ୍ତୀ 50 ରନ୍ ପାଇଁ 23 ବଲ୍ ଖେଳିଥିଲେ। ଏହି ପାଳିରେ ସେ 56 ବଲ୍ ଖେଳିଥିଲା ବେଳେ ବାଉଣ୍ଡ୍ରିରୁ 78 ରନ୍ ଉଠାଇଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି 109 ରନ୍ ସଂଗ୍ରହ କରିଥିଲେ। ସେହିପରି ତିଳକ ମଧ୍ୟ ଏକାଧିକ ଜୀବନଦାନ ପାଇ ବିଶ୍ୱର ଦ୍ରୁତତମ ଶତକ କରିପାରିନଥିଲେ ମଧ୍ୟ ସଞ୍ଜୁଙ୍କଠୁ 10 ବଲ୍ କମ୍ ଖେଳି ଶତକରେ ପହଞ୍ଚି ଯାଇଥିଲେ।